ओम नमो भगवते वासुदेवाय। यदृच्छालाभसन्तुष्टो द्विन्दतीतो विमश्चरः समसिद्धावसिद्धौ च कृत्वापि न ନିବଧ୍ୟତେ। ଯାହା ମିଳିଲା ସେଥିରେ ଯେ ସନ୍ତୁଷ୍ଟ ରହେ ସେ ଦ୍ୱନ୍ଦ୍ୱ ଭାବରୁ ମୁକ୍ତି ଏବଂ ସେ ଜୟ ପରାଜୟ ବା ସିଦ୍ଧି ଅସିଦ୍ଧି ଉଭୟ ପରିସ୍ଥିତିରେ ସ୍ଥିର ଭାବରେ ରହେ ଏବଂ କାହାରି ପ୍ରତି ଈର୍ଷାନ୍ୱିତ ହୁଏ ନାହିଁ। ସେ ସମସ୍ତ ପ୍ରକାର କର୍ମ କରୁଥିଲେ ସୁଦ୍ଧା କୌଣସିଥିରେ ଭାଗୀ ହୁଏ ନାହିଁ। କୃଷ୍ଣ ଚେତନାଶୀଳ ବ୍ୟକ୍ତି ତାର ଶରୀର ରକ୍ଷା ପାଇଁ ମଧ୍ୟ ବିଶେଷ ଚେଷ୍ଟା କରେ ନାହିଁ। ଯାହା ଆପେ ଆପେ ମିଳିଗଲା ସେହିଥିରେ ସେ ସନ୍ତୁଷ୍ଟ ରହେ। ସେ କାହାରିକୁ କିଛି ମାଗେ ନାହିଁ କିମ୍ବା ଧାର କରେ ନାହିଁ। ସାଧୁ ଉପାୟରେ ତାର ଶକ୍ତି ମୁତାବକ ସେ ଅର୍ଜନ କରେ ଏବଂ ତଦ୍ଦ୍ୱାରା ସେ ଯାହା ପାଏ ସେଇଥିରେ ସେ ସନ୍ତୁଷ୍ଟ ରହେ। ତେଣୁ ସେ ତାର ଜୀବନଯାତ୍ରା ଦିଗରେ ସ୍ୱାଧୀନ ଅଟେ। ନିଜର କୃଷ୍ଣ ସେବାରେ ବାଧା ଜନ୍ମାଇଲା ଭଳି କାର୍ଯ୍ୟ କରିବାକୁ ସେ ଅନ୍ୟକୁ ଦିଏ ନାହିଁ। ଅବଶ୍ୟ ଭୌତିକ ଜଗତରେ ଦ୍ୱନ୍ଦ୍ୱ ଭାବରେ ସେ ବିଚଳିତ ନ ହୋଇ ଭଗବାନଙ୍କର ସେବା ନିମିତ୍ତ ଯାହା ଦରକାର ତାହା ସେ କରେ। ଶୀତ ଉଷ୍ମ ଓ ସୁଖ ଦୁଃଖ ଆଦିର ଭୌତିକ ଜଗତର ଦ୍ୱନ୍ଦ୍ୱଭାବ ଅନୁଭୂତ ହୁଏ। କୃଷ୍ଣ ଚେତନାଶୀଳୀ ବ୍ୟକ୍ତି ଦ୍ୱନ୍ଦ୍ୱ ଭାବର ବହୁ ଊର୍ଦ୍ଧ୍ୱରେ ଥାଏ। କାରଣ କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ ଯାହା ଦରକାର ତାହା କରିବାକୁ ସେ ପଛାଏ ନାହିଁ। ସେଥିପାଇଁ ସିଦ୍ଧି ଅସିଦ୍ଧି ଓ ଜୟ ପରାଜୟ ଉଭୟ ପରିସ୍ଥିତିରେ ସେ ଅବିଚଳିତ ଥାଏ। ବ୍ୟକ୍ତି ଯେତେବେଳେ ଦିବ୍ୟ ଜ୍ଞାନ ଲାଭ କରେ ବା ସମ୍ପୂର୍ଣ୍ଣ ରୂପେ ଦିବ୍ୟଜ୍ଞାନ ସ୍ତରରେ ଅବସ୍ଥାନ କରେ ସେତେବେଳେ ସେ ଲକ୍ଷଣ ସବୁ ତାଠାରେ ପ୍ରକାଶ ପାଏ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ।